ଏହି ମାସ ମିଥୁନ ରାଶି ଲୋକଙ୍କ ପାଇଁ ଉତ୍ଥାନ ପତନ ଆଣିବ। କ୍ୟାରିୟର ଦୃଷ୍ଟିରୁ ଏହି ମାସ ସମାନ ରହିବ। ମାସର ଆରମ୍ଭରେ ରାହୁ ଓ ଶୁକ୍ର ଦଶମ ଘରେ ରହିବେ, ଯାହାଦ୍ୱାରା ଆପଣ କାର୍ଯ୍ୟକ୍ଷେତ୍ରରେ ଖୁସିରେ ନିଜର କାମ କରିବେ ଓ ମଜାମସ୍ତ ମଧ୍ୟ କରିବେ। ଯଦି ବିଦ୍ୟାର୍ଥୀଙ୍କ ବିଷୟରେ କୁହାଯାଏ, ତେବେ ତାଙ୍କ ପାଇଁ ଏହି ମାସ ଅନୁକୂଳ ରହିବାର ସମ୍ଭାବନା ଅଛି। ଚତୁର୍ଥ ଘରେ ସମ୍ପୂର୍ଣ୍ଣ ମାସ କେତୁ ଓ ଦଶମ ଘରେ ରାହୁ ମହାରାଜ ରହିବା ଦ୍ୱାରା ପାରିବାରିକ ଜୀବନରେ ଉତ୍ଥାନ ପତନ ରହିବ। ପଞ୍ଚମ ଘରର ସ୍ୱାମୀ ଶୁକ୍ର ମହାରାଜ ଉଚ୍ଚ ହୋଇ କେନ୍ଦ୍ର ଘରକୁ ଦେଖିବେ। ତାଙ୍କ ସହିତ ରାହୁ ମହାରାଜ ରହିବେ, ଯାହାଫଳରେ ଆପଣଙ୍କର ପ୍ରେମ ଜୀବନ ଭଲ ରହିବ। ମାସର ଆରମ୍ଭରେ ସୂର୍ଯ୍ୟ ଓ ବୁଧ ଅଷ୍ଟମ ଘରେ ରହି ଅଯଥା ଖର୍ଚ୍ଚ କରାଇବେ। ଆପଣଙ୍କୁ ଭାଇ ଭଉଣୀ ଓ ପାରିବାରିକ ସମ୍ବନ୍ଧ ଯୋଗୁଁ ଅନେକ ପ୍ରକାରର ଖର୍ଚ୍ଚ କରିବା ପାଇଁ ପଡ଼ିବ। ରାହୁ ଓ କେତୁ ଦଶମ ଓ ଚତୁର୍ଥ ଘରେ ରହିବେ ଓ ବୃହସ୍ପତି ବକ୍ରି ଅବସ୍ଥାରେ ଦ୍ୱାଦଶ ଘରେ ରହିବେ, ଯାହା ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦିନକୁ ଦିନ ବଢ଼ାଇପାରେ। ଆପଣଙ୍କୁ ସ୍ୱୟଂ ଠିକ୍ ରହିବା ପାଇଁ ନିୟମିତ ମେଡ଼ିକାଲ ଯାଞ୍ଚ କରାଇବା ଉଚିତ ଓ କୌଣସି ସମସ୍ୟା ହେଲେ ଚିକିତ୍ସକଙ୍କୁ ସମ୍ପର୍କ କରିବା ଉଚିତ। ପ୍ରତିକାର: ଆପଣଙ୍କୁ ବୁଧ ଗ୍ରହଙ୍କର ବୀଜ ମନ୍ତ୍ର ପ୍ରତିଦିନ ଜପ କରିବା ଉଚିତ।